ସବୁଜ ପତ୍ରରେ ଢାଙ୍କି ହୋଇଥିବା ଇଏ ଆମ ବିଦ୍ୟାଳୟ। କୁନି କୁନି ପାଦରେ ଅସୁମାରୀ ସ୍ୱପ୍ନ ନେଇ ଧାଇଁ ଆସୁଥିଲୁ ପାଠ ପଢ଼ିବା ପାଇଁ। ଲମ୍ବା ଲମ୍ବା ଗଛ ଭିତରେ ବି ନିଜ ଅସ୍ତିତ୍ୱ ବଖାଣୁଥିବା ଏ କୋଠାଘରଟି ହେଉଛି ଆମ ପ୍ରିୟ ବିଦ୍ୟାଳୟ। ପ୍ରତିବର୍ଷ କେତେ ନୂଆ ପିଲାଙ୍କୁ ସେ ଆପଣେଇଥାଏ, ଆଉ କେତେ ପୁରୁଣା ପିଲାଙ୍କୁ ସେ ବାଧ୍ୟ କରାଇଥାଏ ତାଠୁ ଦୂରେଇ ଯିବା। ସେ ସିନା ନୂଆ ପିଲାଙ୍କୁ ପାଇ ଖୁସି ହୁଏ, ହେଲେ ତାଠୁ ଦୂରେଇ ଥିବା ପିଲା କ'ଣ ତାକୁ ଭୁଲି ପାରନ୍ତି? ପ୍ରତି ମୁହୂର୍ତ୍ତରେ ସେ ମନେ ପଡ଼େ। ସେଦିନ ତା ପାଖକୁ ଯିବାକୁ ଆମେ ବାଧ୍ୟ ହେଉଥିଲୁ, ହେଲେ ଏବେ ତା ପାଖକୁ ଯିବାକୁ ଇଚ୍ଛା ହେଲେ ବି ବାଧକ ସାଜେ ସମୟ। କେତେ ସ୍ମୃତି, କେତେ କହ, କେତେ ଦୁଃଖକୁ ସେ ଆପଣେଇଥିଲା। ତାରି ଅଗଣାରେ ଆମେ ବଢ଼ିଛୁ, ଦୌଡ଼ିଛୁ, କେତେ କ'ଣ କରିଛୁ। ମାରପିଟ୍, ଝଗଡ଼ା, ଭଲ ପାଇବା, ସ୍ନେହ, ପ୍ରେମ ସବୁଥିରେ ସେ ସାଜିଛି ମୁକସାକ୍ଷୀ। ସେ କାହାକୁ ସାଥିଟିଏ ଦେଇଛି, କାହାକୁ ପ୍ରେମ ଶିଖାଇଛି, ତ ଆଉ କାହାକୁ ନୂଆ ବନ୍ଧୁଟିଏ ଦେଇଛି। ସତ କହିବି, ତୁ ଖୁବ୍ ମନେ ପଡ଼ୁ ରେ। ବେଳେବେଳେ ଏକା ଲାଗିଲେ ତୋ କଥା ଭାରି ମନେ ପଡ଼େ। ତୋ କ୍ଲାସ୍ ରୁମ୍ରେ ବିତିଥିବା ପ୍ରତିଟି ମୁହୂର୍ତ୍ତ ଏବେ ଭାରି ଲୁହ ଦେଉଛି ରେ। କାଶ ସମୟ ପୁଣି ନିଅନ୍ତାନି ତୋ କୂଳକୁ। ପୁଣି ତୋ କୋଳରେ ଆମେ ଖେଳନ୍ତେ, ବୁଲନ୍ତେ, ପାଠ ପଢ଼ନ୍ତେ, ମଜାମସ୍ତି କେତେ କ'ଣ କରନ୍ତେ।